ଆଚ୍ଛା କହିଲ ଦେଖି କ'ଣ? ଗୋଟେ ସ୍ତ୍ରୀର ଘର କ'ଣ ପାଇଁ ଭାଙ୍ଗେ? ଗୋଟେ ସ୍ତ୍ରୀର ଘର ଭାଙ୍ଗିବା ପଛରେ 5ଟି କାରଣ ଥାଏ। ପ୍ରଥମଟି ହେଲା ତା ଜିଦ୍ଦି, ଦ୍ୱିତୀୟ ହେଲା ତା କଥା, ତୃତୀୟ ହେଲା ତା ଅହଙ୍କାର, ଚତୁର୍ଥ ହେଲା ତା କ୍ରୋଧ, ଆଉ ପଞ୍ଚମଟି ହେଉଛି ତା ବାପ ଘର। ଏ 5ଟି କାରଣକୁ ଯିଏ ବି ସୁଧାରି ଦେବ ସେ ସ୍ତ୍ରୀର ଘର କେବେ ବି ଭାଙ୍ଗିବନି। କ'ଣ ସାଙ୍ଗମାନେ ଠିକ୍ କହିଲି ନା? ଯଦି କଥାଟି ଭଲ ଲାଗିଥାଏ ତାହେଲେ କମେଣ୍ଟ କରିକି ନିଶ୍ଚୟ ଜଣେଇବେ। ଆଚ୍ଛା କହିଲ ଦେଖି କ'ଣ? ଗୋଟେ ସ୍ତ୍ରୀର ଘର କ'ଣ ପାଇଁ ଭାଙ୍ଗେ? ଗୋଟେ ସ୍ତ୍ରୀର ଘର ଭାଙ୍ଗିବା ପଛରେ 5ଟି କାରଣ ଥାଏ। ପ୍ରଥମଟି ହେଲା ତା ଜିଦ୍ଦି, ଦ୍ୱିତୀୟ ହେଲା ତା କଥା, ତୃତୀୟ ହେଲା ତା ଅହଙ୍କାର, ଚତୁର୍ଥ ହେଲା ତା କ୍ରୋଧ, ଆଉ ପଞ୍ଚମଟି ହେଉଛି ତା ବାପ ଘର। ଏ 5ଟି କାରଣକୁ ଯିଏ ବି ସୁଧାରି ଦେବ ସେ ସ୍ତ୍ରୀର ଘର କେବେ ବି ଭାଙ୍ଗିବନି। କ'ଣ ସାଙ୍ଗମାନେ ଠିକ୍ କହିଲି ନା? ଯଦି କଥାଟି ଭଲ ଲାଗିଥାଏ ତାହେଲେ କମେଣ୍ଟ କରିକି ନିଶ୍ଚୟ ଜଣେଇବେ।